আজি ରାକ୍ଷୀ। ଆଜି ଆପଣଙ୍କୁ ଏମିତି ଜଣେ ଭଉଣୀଙ୍କ ସହ ପରିଚୟ କରାଇବୁ ଯାହାଙ୍କର ଭାଇ ହେବା ପାଇଁ ରକ୍ତର ସମ୍ପର୍କ ଦରକାର ନାହିଁ। ସାଧାରଣତଃ ରାକ୍ଷୀ କହିଲେ ଆମ ମନକୁ ଆସେ ଭାଇ ଭଉଣୀର ପବିତ୍ର ସମ୍ପର୍କ। ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧେ ଆଉ ଭାଇ ଦିଏ ସୁରକ୍ଷାର ପ୍ରତିଶ୍ରୁତି। କିନ୍ତୁ ମାଲକାନଗିରି ଜିଲ୍ଲାରେ ରାକ୍ଷୀର ଏହି ପରିଭାଷାକୁ ଟିକିଏ ଭିନ୍ନ ଢଙ୍ଗରେ ଦେଖାଉଛନ୍ତି MV 109 ଗ୍ରାମର ଝିଅ ଅନୁପମା ଡିମ୍ପଲ ମଣ୍ଡଲ। ଯେଉଁମାନଙ୍କ ସହ ତାଙ୍କର ରକ୍ତର ସମ୍ପର୍କ ନାହିଁ ସେମାନଙ୍କୁ ନିଜ ଭାଇ ଓ ନିଜ ସମ୍ପର୍କୀୟ କରି ନେଉଛନ୍ତି ଅନୁପମା। କେହି ଅସୁବିଧାରେ ପଡ଼ିଲେ, କେହି ଚିକିତ୍ସା ପାଇଁ ଅର୍ଥାଭାବରେ ଛଟପଟ କଲେ ତାଙ୍କ ପାଇଁ ଆଗକୁ ଆସୁଛନ୍ତି ଏହି ଯୁବତୀ। କେବଳ ସୋସିଆଲ ମିଡିଆରେ ଏକ ରିଲ୍ସ କରି ଦାୟିତ୍ୱ ସାରି ଦେଉନାହାନ୍ତି, କ୍ୟାମେରା ଆଗରେ ଅପିଲ କରିବା ପରେ କ୍ୟାମେରା ପଛରେ ବାହାରି ପଡୁଛନ୍ତି ଅନୁପମା। ହାତରେ ସହାୟତା ବାକ୍ସ, ଦୋକାନରୁ ଦୋକାନ, ଗାଁରୁ ଗାଁ, ଘରକୁ ଘର, ନିଜକୁ ସେହି ଭଉଣୀର ପରିଚୟ ଦେଇ ଲୋକଙ୍କୁ କହୁଛନ୍ତି ମୋ ଭାଇ ଅସୁବିଧାରେ ଅଛନ୍ତି, ତାଙ୍କ ପାଇଁ ଟିକେ ସାହାଯ୍ୟ କରନ୍ତୁ। ଏହି ଯାତ୍ରା ଆରମ୍ଭ ହୋଇଥିଲା ସୋସିଆଲ ମିଡିଆର ଏକ ରିଲ୍ସରୁ। ଜଣେ ଅସହାୟଙ୍କ ଚିକିତ୍ସା ପାଇଁ ସହାୟତା ନିବେଦନ କରି ଭିଡିଓ କରିଥିଲେ ଅନୁପମା। ରିଲ୍ସଟି ଲୋକଙ୍କ ପାଖରେ ପହଞ୍ଚିଥିଲା। ଲୋକେ ଦେଖିଲେ, ଶୁଣିଲେ ଆଉ ସହଯୋଗର ହାତ ବଢାଇଲେ। ରିଲ୍ସରୁ ଆରମ୍ଭ ହୋଇଥିବା ଏହି ମାନବିକ ଯାତ୍ରା ଏବେ ମାଲକାନଗିରିର ହୃଦୟକୁ ଛୁଇଁଛି। ଚିତ୍ରାଙ୍କପଲ୍ଲୀ ପଞ୍ଚାୟତ ପଟେରୁ MV 54ର କିଡନୀ ରୋଗୀ ମନୋରଞ୍ଜନ ଦାସଙ୍କ ଚିକିତ୍ସା ପାଇଁ ମଧ୍ୟ ଅନୁପମା ଏଭଳି ଆଗକୁ ଆସିଥିଲେ। ବିଶାଖାପାଟଣାର ମେଡିକୋଭର ହସ୍ପିଟାଲରେ ଚାଲିଥିଲା ଚିକିତ୍ସା। ଆବଶ୍ୟକ ଥିଲା କିଡନୀ ପ୍ରତିରୋପଣ ପାଇଁ ବଡ଼ ଅର୍ଥରାଶି। ମନୋରଞ୍ଜନଙ୍କ ସହ ଅନୁପମାଙ୍କର ନାହିଁ କୌଣସି ରକ୍ତ ସମ୍ପର୍କ, ତଥାପି ତାଙ୍କ ପାଇଁ ଠିଆ ହୋଇଥିଲେ ଜଣେ ଭଉଣୀ ହୋଇ। ସୋସିଆଲ ମିଡିଆରେ ଅପିଲ କଲେ, ଲୋକଙ୍କ ପାଖକୁ ଗଲେ, ଦୋକାନ ଦୋକାନ ବୁଲିଲେ, ଘରକୁ ଘର ସହଯୋଗ ମାଗିଲେ ଆଉ ଲୋକଙ୍କ ସହଯୋଗରେ ପ୍ରାୟ 6 ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ସଫଳ ହେଲେ। ଏଠି ପ୍ରଶ୍ନ ଉଠେ, ରକ୍ତର ସମ୍ପର୍କ ନଥିବା ଜଣେ ମଣିଷ ପାଇଁ ଜଣେ ଯୁବତୀ ଏତେ ଦୂର କାହିଁକି ଯିବେ? ଉତ୍ତରଟା ବୋଧହୁଏ ତାଙ୍କ ନିଜ ଜୀବନରେ ଲୁଚିଛି। ପିଲାଦିନରେ ବାପା ମାଙ୍କୁ ହରାଇଥିଲେ ଅନୁପମା। ଅଭାବ ଓ ସଂଘର୍ଷ ମଧ୍ୟରେ ବଡ଼ ହୋଇଛନ୍ତି। ସେଥିପାଇଁ ଅନ୍ୟର ଅସହାୟକୁ ସେ ହୁଏତ ଆଉ ଟିକିଏ ଅଧିକ ଅନୁଭବ କରିପାରନ୍ତି। ଆଜି ସେହି ଅନୁଭବ ତାଙ୍କୁ ଲୋକଙ୍କ ପାଖକୁ ନେଉଛି। କେହି ତାଙ୍କୁ ପ୍ରଶଂସା କରୁଛନ୍ତି, କେହି ପୁଣି ସମାଲୋଚନା। ରିଲ୍ସ କରୁଛନ୍ତି ବୋଲି କେହି ବଦନାମ ମଧ୍ୟ କରୁଛନ୍ତି। କିନ୍ତୁ ଅନୁପମାଙ୍କ ପାଇଁ ଏସବୁଠାରୁ ବଡ଼ ହେଉଛି ଜଣେ ଅସହାୟଙ୍କ ମୁହଁରେ ହସ ଫେରାଇବା। ତାଙ୍କ ପାଇଁ ରିଲ୍ସ ହେଉଛି ଲୋକପ୍ରିୟତାର ମାଧ୍ୟମ ନୁହେଁ, ମାନବିକତାର ଏକ ଅସ୍ତ୍ର। ଆଜି ରାକ୍ଷୀର ଦିନ। ଆଜି ଯେତେବେଳେ ଭଉଣୀମାନେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଉଛନ୍ତି, ସେତେବେଳେ ଅନୁପମାଙ୍କ କାହାଣୀ ଆମକୁ ଏକ ନୂଆ ପ୍ରଶ୍ନ ପଚାରୁଛି। ଭାଇ ହେବା ପାଇଁ କ'ଣ ରକ୍ତର ସମ୍ପର୍କ ଜରୁରୀ? ନା କେବେ କେବେ ଅଜଣା ମଣିଷର ଦୁଃଖରେ ଠିଆ ହେବା ହିଁ ଭାଇ ହେବା? କାହାର ଚିକିତ୍ସା ପାଇଁ ଦ୍ୱାର ଦ୍ୱାର ବୁଲି ସହାୟତା ମାଗିବା ହିଁ ଭଉଣୀ ହେବା? ଆଉ କାହାର ଜୀବନ ବଞ୍ଚାଇବା ପାଇଁ ନିଜ ସମ୍ମାନ, ସମୟ ଓ ସୁବିଧାକୁ ପଛରେ ପକାଇବା ହିଁ ହୁଏତ ରାକ୍ଷୀର ପ୍ରକୃତ ଅର୍ଥ। ରାକ୍ଷୀର ସୂତା ହାତରେ ବନ୍ଧାଯାଏ, କିନ୍ତୁ ଭାଇ ଭଉଣୀର ସମ୍ପର୍କ ହୃଦୟରେ ଗଢ଼ି ଉଠେ। ଅନୁପମା ଡିମ୍ପଲ ମଣ୍ଡଲଙ୍କ କାହାଣୀ ଠିକ୍ ସେହି ହୃଦୟର ସମ୍ପର୍କର କାହାଣୀ। ରକ୍ତରେ ନୁହେଁ, ସମ୍ପର୍କରେ ନୁହେଁ, ମାନବିକତାରେ ଭାଇ। ଆଉ ଏହି ମାନବିକତା ହିଁ ଆଜିର ରାକ୍ଷୀର ସବୁଠାରୁ ବଡ଼ ବାର୍ତ୍ତା। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।